ଆଗକୁ ଡେଇଁବା ପାଇଁ ଗୋଟିଏ ପାଦ ପଛକୁ ଦେଇଥାଏ। ତେଣୁ ଯଦି ଜୀବନରେ ତୁମକୁ ପଛକୁ କେହି ଠେଲି ଦିଏ ତେବେ ଭୟଭୀତ ହୁଅ ନାହିଁ, କାରଣ ଜୀବନ ତୁମକୁ ଆଗକୁ ଡେଇଁବା ପାଇଁ ପ୍ରସ୍ତୁତ କରାଉଛି। ଓମ୍ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଯାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ମାର୍ଚ୍ଚ ମାସ 8 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 24 ଦିନ, ରବିବାର, କୃଷ୍ଣ ପକ୍ଷ ପଞ୍ଚମୀ ତିଥି, ଯାହା ରାତି 10:10 ପର୍ଯ୍ୟନ୍ତ ରହୁଛି। ତାପରେ ଷଷ୍ଠୀ ତିଥି ଆରମ୍ଭ ହେଉଛି। ଆଜି ସ୍ୱାତି ନକ୍ଷତ୍ର, ଯାହା ଦିବା 2:38 ପର୍ଯ୍ୟନ୍ତ ରହୁଛି। ତାପରେ ବିଶାଖା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ତୁଳା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:03 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:49। ଆଜି ଯୁଗ୍ନି ରହିଛି ଦକ୍ଷିଣ ଦିଗେ ରାତ୍ରି 10:10 ପରେ ଯୁଗ୍ନି ପଶ୍ଚିମ ଦିଗରେ ରହିବ। ଆଜି କୌଣସି ରାଶିରେ ଘାତ ଚନ୍ଦ୍ର ନାହିଁ। ଆଜି ଘାତ ବାର ରହିଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଏକ ପାଦ ପୁଷ୍କର ଦୋଷ, ଯାହା ଦିବା 2:38 ପରେ 2 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ଯାହାକି କୃଷି ସନ୍ତାନ ହାନି, ତତ୍ସହିତ ବଂଶ ହାନି। ଆଜି ପଞ୍ଚମୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ବେଲ, ତତ୍ସହିତ ରବିବାର ଯୋଗୁଁ ଯାହାକି ଆମିଷ, ବିରି, ମସୁରୀ, ଅଦା, ନିମ, ଦୁଗ୍ଧ ଜାତୀୟ ଖାଦ୍ୟ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ କରିପାରିବେ ଯାହାକି ସ୍ୱାତି ନକ୍ଷତ୍ରର ତୃତୀୟ ପାଦକୁ ମଙ୍ଗଳ ବୁଧ ହେତୁ ଦିବା 8:03 ପରେ ଏବଂ ଦିବା 2:38 ମଧ୍ୟରେ ବିବାହ ପାଣି ଗ୍ରହଣ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 10:45 ଦିବା 1:53 ମଧ୍ୟ ରହିଛି ବାର ବେଳା ସହିତ କାଳ ବେଳା। ସେହିଭଳି ଦିବା 4:24 ସନ୍ଧ୍ୟା 5:52 ମଧ୍ୟ ରହିଛି ରାହୁ କାଳ। ସେହିଭଳି ରାତ୍ରି 11:49 ରାତ୍ରି 1:23 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 10:02 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 6:39 ରାତ୍ରି 9:01 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:24 ରାତ୍ରି 2:50 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ପୂର୍ଣ୍ଣ ଶୁଭଯୋଗ ସ୍ଥିତିରେ ଗ୍ରହମାନେ ରହିଛନ୍ତି, ଯାହାକି ସପ୍ତମ ସ୍ଥାନରେ ଆଜି ଚନ୍ଦ୍ର ଅବସ୍ଥାପନ କରୁଥିବାରୁ ଆପଣଙ୍କର କାର୍ଯ୍ୟ ସମସ୍ତ ପୂର୍ଣ୍ଣ ହବାର ଯୋଗ ରହୁଛି ମେଷ ରାଶି ବ୍ୟକ୍ତିଙ୍କର। ଆଜି ଚନ୍ଦ୍ର ସହିତ ମଙ୍ଗଳ ଚତୁର୍ଥ ସ୍ଥାନରେ ରହିଥିବାରୁ ମେଷ ରାଶି ବ୍ୟକ୍ତି ନିଶ୍ଚିତ ଶୁଭ କାର୍ଯ୍ୟ ବନଉଛି। ଆପଣଙ୍କର ପ୍ରତିଭା ଏବଂ ପ୍ରତିଷ୍ଠା ସମାଜ ଆଗରେ ପରିପ୍ରକାଶ ହେବ। ଆଜି କର୍ମକ୍ଷେତ୍ରରେ ତ ଆଗକୁ ବଢିବା ସହିତ ଚାକିରି ସମ୍ବନ୍ଧରେ ଆପଣଙ୍କର ଭାଗ୍ୟ ଆଜି ଶୁଭ ଯୋଗ ବନଉଛି। ଆଜି ଆପଣଙ୍କର ଇଣ୍ଟରଭ୍ୟୁ କିମ୍ବା ଏକ୍ଜାମ ଥିଲେ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ସାମାଜିକ କ୍ଷେତ୍ରରେ ଏବଂ ରାଜନୈତିକ କ୍ଷେତ୍ରରେ ମେଷ ରାଶି ବ୍ୟକ୍ତି ଆପଣଙ୍କର ପ୍ରତିଭା ବା ପରିପ୍ରକାଶ ହେବ ଏବଂ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶୀର୍ଷରେ ଆପଣ ସମାଜ ଆଗରେ ପ୍ରତିଷ୍ଠିତ ହୋଇପାରନ୍ତି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ଆପଣ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ଯୁଗ ବନଉଛି।
ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ରୋମାଣ୍ଟିକ ପରିବେଶ ସୃଷ୍ଟି କରୁଛି, ଯାହାକି ଆପଣଙ୍କ ପାଇଁ ଆଜି ଭାବ ପ୍ରୀତି ଅଧିକା ଦେଖା ଦେଇପାରେ। ଆଜି ପ୍ରେମ ବାର୍ତ୍ତାଳାପ କରିବା ପାଇଁ ଉତ୍ତମ ଦିନ ହୋଇପାରେ ମେଷ ରାଶି ବ୍ୟକ୍ତିଙ୍କର। ଆଜି ମେଷ ରାଶି ବ୍ୟକ୍ତି ଆପଣ ଯେଉଁମାନେ ନୂଆ ନୂଆ ମ୍ୟାରେଜ କରିଛନ୍ତି ତାଙ୍କ ପାଇଁ ଅନେକ ଉତ୍ତମ ଦିନ ଏବଂ ରୋମାଣ୍ଟିକର ଶୀର୍ଷ ଦିନ ହୋଇପାରେ। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଭଲ ସମ୍ବନ୍ଧ ରହିବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି ଆପଣଙ୍କ ସମସ୍ତ କାର୍ଯ୍ୟରେ ସଫଳତା ଦେଖି କିଛି ଶତ୍ରୁ ଈର୍ଷା କରିବେ। ବ୍ୟବସାୟ କରୁଥିଲେ ଅନେକ ସଫଳତା ବନେଇବ। ନୂତନ ବିନିଯୋଗ କରିବା ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ରୋଗ ବଢିପାରେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ହଳଦୀ ଏବଂ ଭାଗ୍ୟ ଆପଣଙ୍କୁ ଆଜି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ସମସ୍ତ ପ୍ରକାର ସଫଳତା ଦିନ ଯୁଗ କହିଲେ ଅତିରିକ୍ତି ହେବ ନାହିଁ। ଆପଣ ପୂର୍ବରୁ କରିଥିବା ଭୁଲର ଆଜି ସଂଶୋଧନ କରିପାରନ୍ତି। ଆପଣଙ୍କ କର୍ମକ୍ଷେତ୍ରରେ ଆପଣ ଯେକୌଣସି କାର୍ଯ୍ୟ ଆଜି କରନ୍ତୁ ନା କାହିଁକି ବୃଷ ରାଶି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ସଫଳତା ନିଶ୍ଚିତ ରହିବ। ଆଜି ଆପଣଙ୍କର କର୍ମକ୍ଷେତ୍ରରେ ତ ସଫଳତା ରହିବା ସହିତ ଚାକିରି କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର ମନ ସଫଳ ଏବଂ ସ୍ଥିର ରହିବ। ତତ୍ସହିତ ଚାକିରି କ୍ଷେତ୍ର ଯେଉଁମାନେ ଇଣ୍ଟରଭ୍ୟୁ ଏକ୍ଜାମ ଦେବେ ନିଶ୍ଚିତ ସେଥିରେ କୃତ କାର୍ଯ୍ୟ କରିବେ ବୃଷ ରାଶି ବ୍ୟକ୍ତି। ଆଜି ବୃଷ ରାଶି ବ୍ୟକ୍ତି ଆପଣ ପ୍ରେମ ଜନିତ କ୍ଷେତ୍ରରେ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ସ୍ଥିତିରେ ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତି ପାରିବାରିକ ସମ୍ବନ୍ଧ ଭଲ ରହିବ ଏବଂ ଯାହା ସମସ୍ତ ପରିବାର ସହିତ ମିଳିମିଶି ଦିନଟି ଅତି ସହଜରେ କଟିବାର ସୁଯୋଗ ଦେବ। ତେବେ ଆଜି ବୃଷ ରାଶି ବ୍ୟକ୍ତି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦବଦବା ଦେଖାଦେବ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତି ଯେଉଁମାନେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ବ୍ୟବସାୟ କ୍ଷେତ୍ରରେ ଅନେକ ସଫଳତା ହାସଲ କରିବାର ଯୁଗ ରହୁଛି, ଯାହା ଆପଣ କିଛି ନୂତନ ବିନିଯୋଗ କରିପାରନ୍ତି ବା କିଛି ନୂତନ ଜିନିଷ କ୍ରୟ କରିପାରନ୍ତି। ତତ୍ସହିତ ଆଜି ବ୍ୟବସାୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ବନଉଛି ବୃଷ ରାଶି ବ୍ୟକ୍ତିଙ୍କର। ଆଜି ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି ଦୈନନ୍ଦିନ ସେମାନେ ନିଶ୍ଚିତ ଲାଭ କରିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 9, ଭାଗ୍ୟ ରଙ୍ଗ ରହୁଛି ନାଲି ଏବଂ ଭାଗ୍ୟ ଆପଣଙ୍କୁ ଯାହାକି 90% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ସେତଟି ସଫଳତାର ଦିନ ହୋଇନପାରେ। ଆପଣଙ୍କୁ ଆଜି ମିଶ୍ରିତ ଫଳାଫଳ ଦେଇପାରେ। ଆପଣ ନିଜକୁ ଟିକେ ଆଜି ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ। ବିଶେଷ କରି ଯେଉଁମାନଙ୍କର ମଙ୍ଗଳ ଖରାପ ସ୍ଥିତିରେ ରହିଛି କିମ୍ବା ମଙ୍ଗଳ ମହାଦଶା ରହିଛି, ଆଜି ସେଇ ବ୍ୟକ୍ତି ମାନଙ୍କୁ ଟିକେ ସାବଧାନ ରହିବାକୁ ପଡିବ। କାରଣ ଆପଣଙ୍କୁ ଆଜି ମାନ ଅପମାନର ସାମ୍ନା କରିବାକୁ ପଡିବ। ଗୁରୁଜନ ସହିତ ବାଦ ବିବାଦ ହବାର ଅନେକ ଯୁଗ ବନଉଛି। ତେଣୁ ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ସାବଧାନ ସହିତ ନିଜର କାର୍ଯ୍ୟ କରନ୍ତୁ। ତେବେ ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ ସେତଟି ପ୍ରଭାବ ପକେଇବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। କିଛି ନୂତନ କାର୍ଯ୍ୟ ଯଦି କରୁଛନ୍ତି ତାହା ଅନେକ ବାଧାପ୍ରାପ୍ତ ଆସିପାରେ ମିଥୁନ ରାଶି ବ୍ୟକ୍ତି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିବାର ଆବଶ୍ୟକତା ରହିଛି ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ
विद्यार्थी मानक पाई आज उत्तम दिन होई न पारे जहा आपणक राशि चक्र रु जना पड़ुछि। आज मिथुन राशि व्यक्ति प्रेम क्षेत्र रे आपणकर कलह सृष्टि करि पारे। व्यक्ति आपण पारिवारिक संबंध भल न रही पारे। व्यवसाय क्षेत्र रे आपण विशेष सफलता हासिल करि परिबे नाही। स्वास्थ्यगत दृष्टि देखिले आपणकर स्वास्थ्य चिंता बढ़ी पारे। विशेष करी आपण परिवार वर्गक स्वास्थ्य नहीं आपण अधिक चिंता बढ़ी पारे। आज मिथुन राशि व्यक्तिंकर भाग्य संख्या रही 7, भाग्य रंग रहुछि सबुज एवं ग्रह माने आपण को आज 30% साथ दउचंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज आपणकर चतुर्थ स्थान रे जहाँकि चंद्र अवस्थापन करिसंती एवं प्रथम स्थान रे जहाँकि मंगल अवस्थापन करिथिबारु समस्त कार्य आपण को निराश करि पारे। मन भितर सदा बेले नेगेटिविटी भावना आसी पारे। तेणु एवं कार्य रे अनेक आपण चिड़चिड़ापन देखा दे पारे जहाँ आपण भाग्य चक्र जना पड़ुछि। किंतु आपणकर कार्य कौशल अत्यंत प्रभावशाली एवं आश्चर्यजनक होई पारे। तेणु कर्म क्षेत्र में निश्चित ध्यान सहकारे करंतु। आवश्यक बुद्धि प्रयोग करी निजर कार्य करंतु। कहा सहित जुक्ति तर्क ठारू कर्कट राशि व्यक्ति निश्चित दूरता अवलंबन करंतु। कारण यह आपणकर व्यक्तिगत कर्म रे बाधा प्राप्त अनेक देखा देबो। आज कर्कट राशि व्यक्ति आपणकर राजनैतिक सामाजिक क्षेत्र रे टिके दूरता अवलंबन करिले ताहा आपणक पई भल हेबो। तत्सहित आज शिक्षार्थी मानक पई उत्तम दिन होई न पारे जहा आपणक भीतर किछि टुकुरा मुकुरा अर्थात निज भितर पाठ पढ़ा पढ़ी समय आपण को विशेष न मिली पारे। किछि खेलकूद रे अधिक समय अतिबाहित करि पारे कर्कट राशि व्यक्ति। आज कर्कट राशि व्यक्तिंकर प्रेम संबंधर आदु भल स्थिति नाही जहाँकि मंगल प्रथम स्थान रे रहिथिबारु आपणकर अनेक निज भितर प्रीति अभाव रहिबो एवं अनेक क्षेत्र रे आपणकर संपर्क खराब रहिबो एवं मत पार्थक्य अधिक देखा देबो। पारिवारिक संपर्क अनेक क्षेत्र रे बाधा विघ्न आसी पारे। आज कर्कट राशि व्यक्ति व्यवसाय रे विशेष लाभ करि न पारंती काहेकि ना आपणकर भाग्य ग्रह साथ देउ नाही। तेणु अर्थजनित कौनसी डिसिजन न नेले भल रहिबो। तेबे आज कर्कट राशि व्यक्तिंकर स्वास्थ्यगत दृष्टि देखिले आपणकर अनेक स्वास्थ्य चिंता बढ़ी पारे। कर्कट राशि व्यक्तिंकर भाग्य संख्या रही 5, भाग्य रंग रहुछि जहाँकि धला एवं भाग्य आपण को आज जहाँकि 25% साथ दउछंती। एबे चलंतु जानिबा सिंह राशि व्यक्तिंक विषय। सिंह राशि व्यक्ति आज दिनटी आपण समस्त कार्य रे निश्चित निजर प्रतिभा प्रकाश करिवार पूर्ण शुभ जुग बनौछि सिंह राशि व्यक्तिंकर। आज सिंह राशि व्यक्तिंकर जाकि तृतीय स्थान रे चंद्र अवस्थापन करुथिबारु बहुत सकारात्मक आपणकर भाग्य चक्र बनौछि। आज गुरुत्वपूर्ण निष्पत्ति नबा पई उत्तम दिन बनौछि सिंह राशि व्यक्तिंकर। आज बहुत क्षेत्र रे आपण सफलता पहुंचीब निश्चित। आज कर्म क्षेत्र रे आपणकर भाग्य साथ देबा सहित दैनंदिन कार्य रे आपण निश्चित निजर दक्षता बढ़िबो। आज सिंह राशि व्यक्तिंकर चाकरी संबंध रे कार्य आपणकर भाग्य पूर्ण शुभ जुग स्थिति रे बनौछि जहा आपण बहुत भल स्थिति रहिबा सहित राजनैतिक एवं सामाजिक क्षेत्र रे आपणकर प्रतिष्ठा निश्चित परिप्रकाश करुछि सिंह राशि व्यक्तिंकर। आज सिंह राशि व्यक्तिंकर जहाँकि शिक्षा क्षेत्र रे छात्र छात्री मानक पई उत्तम दिन होई पारे। तत्सहित सिंह राशि व्यक्ति जो माने प्रेम संबंध रे जड़ित अछंती तांको पई आज रोमांटिक परिवेश सृष्टि करि पारे जहाँ आपणक भाग्य चक्र जना पड़ी। तत्सहित परिवार संबंध आज भल रहिबो जहाँ आपणक भाग्य चक्र जना पड़ी। तेबे व्यापार वाणिज्य रे आपण निश्चित अनेक प्रकार लाभ पाइबार पूर्ण शुभ जुग रहुची। आज जहाँकि सिंह राशि व्यक्तिंकर मंगल रहिचंती जहाँकि द्वादश स्थान रे। तेणु स्वास्थ्यगत चिंता आज बढ़िबो जहाँकि अनेक क्षेत्र रे आपणकर
ସ୍ୱାସ୍ଥ୍ୟ ଖରାପ ହବାର ଚାନ୍ସ ରହୁଛି। ତତ୍ସହିତ ଆପଣ ଦୂରଯାତ୍ରା କରୁଥିଲେ ସିଂହ ରାଶି ବ୍ୟକ୍ତି ନିଜର ଜିନିଷ ପ୍ରତି ସାବଧାନ ରୁହନ୍ତୁ, କାରଣ ଆପଣଙ୍କର ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ନୀଳ ଏବଂ ଭାଗ୍ୟ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ନିଜର କର୍ମକ୍ଷେତ୍ରରେ ଅନେକ ବାଧାବିଘ୍ନ ଆସିପାରେ, ଯାହାକୁ ଆପଣଙ୍କୁ ସାମ୍ନା କରିବା ଭାରି ଟେନସନ ରହୁଛି। କାରଣ ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ଦ୍ୱିତୀୟ ସ୍ଥାନରେ ଚନ୍ଦ୍ର ଥିବାରୁ ସକଳ କାର୍ଯ୍ୟରେ ବାଧାବିଘ୍ନ ସାମ୍ନା କରିବାକୁ ପଡ଼ିବ। ଅନେକ କ୍ଷେତ୍ରରେ ଆପଣ ମତିଭ୍ରମ ହୋଇପାରନ୍ତି ଏବଂ ଆପଣ ନାନା ସମସ୍ୟା ଭିତରେ ଜଡ଼ିତ ରହିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ଯାହାକି ଏକାଦଶ ସ୍ଥାନରେ ମଙ୍ଗଳ ଯୁକ୍ତ ରହୁଛି ନକ୍ଷତ୍ର ହିସାବରେ, ତେଣୁ ଆପଣ ନିଶ୍ଚିତ ନିଜର କାର୍ଯ୍ୟ କେତେକ ଅଂଶରେ ଭଲ ହେବାର ସୂଚନା ଦଉଛି। ତେଣୁ ଆପଣ ସୁଖ୍ୟାତ ଏବଂ ପ୍ରତିଭା ପରିପ୍ରକାଶ କରିପାରେ ବା କିଛି କାର୍ଯ୍ୟରେ ଆପଣଙ୍କର କ୍ଷତି ହୋଇଥିବା ଜିନିଷ ପୂରଣ ହେବାର ଯୁଗ ରହୁଛି କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର କର୍ମକ୍ଷେତ୍ର ଏବଂ ରାଜନୈତିକ କ୍ଷେତ୍ରରେ ଆପଣଙ୍କୁ ଅନେକ ସମସ୍ୟା ସାମ୍ନା କରିବାକୁ ପଡ଼ିବ। ସାମାଜିକ ଏବଂ ଶିକ୍ଷା କ୍ଷେତ୍ରରେ ନିଶ୍ଚିତ ଆପଣ ଟିକେ ଶାନ୍ତ ରହିବାର ଆବଶ୍ୟକତା ରହିଛି। ଭାଗ୍ୟ ଗ୍ରହ ଆପଣଙ୍କର ନିମ୍ନଗାମୀ ରହୁଛି। ତତ୍ସହିତ ପ୍ରେମ ସମ୍ବନ୍ଧରେ ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଅନେକ ସମସ୍ୟା ନିଜ ଭିତରେ ସମ୍ପର୍କ ହାନି ଯୁଗ ବନଉଛି, ଯାହା ଏପରି ସ୍ଥିତିରେ ଆପଣ ଟିକେ ସାବଧାନ ରୁହନ୍ତୁ ଏବଂ ନୀରବ ରୁହନ୍ତୁ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପାରିବାରିକ ସମସ୍ୟା ଅନେକ ଜଟିଳ ହୋଇପାରେ, ନିଜ ଭିତରେ ସମ୍ପର୍କ ଖରାପ ହେବାର ଅନେକ ଚାନ୍ସ ରହୁଛି। ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ବାଧାବିଘ୍ନ ଯାହାକି ଲସ୍ ହେବାର ଯୁଗ ରହୁଛି, କିନ୍ତୁ ମଙ୍ଗଳ ଜଡ଼ିତ ରହୁଥିବାରୁ ଆପଣଙ୍କର କ୍ଷତି ହୋଇଥିବା ପୂରଣ ମଧ୍ୟ ହେବାର ଅନେକ ଚାନ୍ସ ରହୁଛି। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବିଶେଷ କରି ରହିବ ନାହିଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସ୍ଥିର ରହିବ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5, ଭାଗ୍ୟ ରଙ୍ଗ ରହୁଛି କଳା ମିଶ୍ରିତ କଳା ରଙ୍ଗ ଆପଣ ୟୁଜ୍ କରିପାରିବେ ଏବଂ ଭାଗ୍ୟ ଆପଣଙ୍କୁ ଯାହାକି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ମୂଲ୍ୟବାନର ଦିନ ହୋଇପାରେ। ଆପଣଙ୍କର ଭାଗ୍ୟ ଉଦୟ ଯୁଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ଅନେକ କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ। ଆପଣଙ୍କର ପ୍ରଥମ ସ୍ଥାନରେ ଚନ୍ଦ୍ର ଅବସ୍ଥାପନ କରୁଥିବାରୁ ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ରହିଛି ଏବଂ ନକ୍ଷତ୍ର ଯାହାକି ଆପଣଙ୍କର ମଙ୍ଗଳ ସ୍ୱାମୀ 10ମ ସ୍ଥାନରେ ରହିଛନ୍ତି। ତେଣୁ ନିଜର କାର୍ଯ୍ୟକ୍ଷେତ୍ରରେ ଅନେକ ପ୍ରତିଷ୍ଠା ଲାଭ କରିବାର ଯୁଗ ରହୁଛି ତୁଳା ରାଶି ବ୍ୟକ୍ତିଙ୍କର। ଆଜି ତୁଳା ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଅନେକ ଆପଣ ସଫଳତା ରହିବେ। ବୃତ୍ତିଗତ କାର୍ଯ୍ୟରେ ଆପଣ ପ୍ରତିଷ୍ଠିତ ହେବେ ଏବଂ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ଅନେକ ଚାନ୍ସ ରହୁଛି। ନିଜର ଦକ୍ଷତା ଯୋଗୁଁ ସମସ୍ତଙ୍କର ମନ ଜିଣିବାର ଉତ୍ତମ ଦିନ ବନଉଛି। ଆଜି ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ତୁଳା ରାଶି ବ୍ୟକ୍ତିଙ୍କ ପାଇଁ ଉତ୍ତମ ଦିନ ରହୁଛି। ତତ୍ସହିତ ଆଜି ଚାକିରି ସମ୍ବନ୍ଧର ଭାଗ୍ୟ ଆପଣଙ୍କର ଏକ ଉତ୍ତମ ଯୁଗ ବନଉଛି ଏବଂ ଆଜି ତୁଳା ରାଶି ବ୍ୟକ୍ତି ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ବିନିଯୋଗ ଅର୍ଥାତ୍ ଆପଣଙ୍କ ପାଇଁ ଭାଗ୍ୟ ଗ୍ରହ ଶୁଭ ଯୁଗ ସ୍ଥିତିରେ ରହିଛି। ତତ୍ସହିତ ତୁଳା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆଜି ବହୁତ ରୋମାଣ୍ଟିକ ଏବଂ ଆନନ୍ଦମୟ ପରିସ୍ଥିତି ବନଉଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ବନ୍ଧ ଅତି ଭଲ ରହିବ। ନିଜ ଭିତରେ ଆଜି ପ୍ରେମ ଅଧିକ ଦେଖାଦେବ। ତତ୍ସହିତ ଆଜି ପାରିବାରିକ ଦୃଷ୍ଟିରୁ ଦେଖିଲେ ସମସ୍ତଙ୍କ ସହିତ ମିଳିମିଶି ଦିନଟି ଅତି ସୁଖମୟରେ କଟିବ।
आज तुला राशि व्यक्तिंकर व्यापार वाणिज्य जो माने करूछंती तांको पई आज उत्तम दिन होई पारे। तत्सहित आज गुरुत्वपूर्ण निष्पत्ति नबा पई उत्तम दिन बनौछि जहा अर्थनैतिक कारोबार अनेक लाभ पाई परिबे तुला राशि व्यक्ति। आज तुला राशि व्यक्ति जो माने व्यापार वाणिज्य करूछंती से माने अनेक लाभ पाइबार सुजोग रहुछि। आज तुला राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या रहिबो नाही। आज तुला राशि व्यक्तिंकर भाग्य संख्या रहिछि 2, भाग्य रंग रहुछि धूसर रंग यूज करि पारिबे। आज भाग्य आपण को जहा कि 98% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज आपणक पई समस्त कार्य नैराश्य करिपारे, जहा कि द्वादश स्थान रे आज बसिचंती चंद्र। प्रत्येक कार्य रे आपणकु आघात, दुर्घटना जनित पीड़ा एवं व्यय अनेक क्षेत्र रे आसीबो, जहा आपणक भाग्य चक्र रु जना पडुछि। आज बिछा राशि व्यक्तिंकर जहा कि नवम स्थान रे मंगल अवस्थापन करुथिबारु आपणकु अनेक क्षेत्र रे विफलता एवं निज भितरे कार्य हानि जुग रहुछि। तेणु बिछा राशि व्यक्ति आज कौनसी गुरुत्वपूर्ण निष्पत्ति ठारू निजकु जेते दूरता अवलंबन करिवे ताहा आपणक पई भल हेबे। आज बिछा राशि व्यक्ति कौनसी कार्य रे आपण दूरता अवलंबन करंतु। तत्सहित कौनसी मनोरंजन बा काहाकू बाधिला भलिया कथावार्ता करंतु नाही। केतेबेले भी आपणकर मान सम्मान हानि होबार जुग रहुछि। तेणु दैनंदिन कार्य मध्य आपनको सतर्कता अवलंबन करबाकू पड़िबो। अनेक क्षेत्र रे आपणकर कार्यभार बढ़िबो। तेणु निजकू निश्चित ध्यान दे कार्य करिवार आवश्यकता रहिछि बिछा राशि व्यक्तिंकर। आज बिछा राशि व्यक्तिंकर जहा कि राजनैतिक सामाजिक क्षेत्र रे अनेक चाप आसीबो। तेणु निजकू स्थिरता अवलंबन करिवार आवश्यकता रहिछि। तेबे चाकरी संबंध रे किए जदि जड़ित थिबो बिछा राशि व्यक्ति निश्चित आज निजर कार्य प्रति ध्यान दबार आवश्यकता रहिछि। आज बिछा राशि व्यक्ति शिक्षार्थी मानक पई उत्तम दिन होई न पारे, जहा कि आपनको अनेक क्षेत्र रे आपनको बाधा आसी पारे। तत्सहित बिछा राशि व्यक्तिंकर प्रेम संबंध रे आज भल जुग नाही। निज भितरे मत पार्थक्य देखा देबो। स्त्री जातीय प्रति आपण सावधान रुहंतु। कौनसी जहा कि खराब दृष्टि रे कथावार्ता करंतु नाही, नहले आपणकर सम्मान हानि एवं नैराश्य हबाको पड़िबो। मान सम्मान सहित निजकू अनेक क्षेत्र रे बाधा आसी पारिबो आपणको प्रेम संबंध रे। आज बिछा राशि व्यक्तिंकर पारिवारिक संपर्क खराब होबो। तेणु यहा प्रति निश्चित सचेतन रुहंतु, जहा आपणक पई भल हेबो। तेबे व्यवसाय क्षेत्र रे बिछा राशि व्यक्ति आज विशेष लाभयुक्त नाही। तेणु कौनसी अर्थजनित डिसिजन नियंतु नाही। तत्सहित बिछा राशि व्यक्ति आज जो माने व्यापार वाणिज्य करूछंती निश्चित सावधान रुहंतु। आज बिछा राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य चिंता अस्थिर करिपारे। तेणु यहा प्रति सचेतन रुहंतु। खाद्य प्रति आपण ध्यान अत्यंत आवश्यकता रहिछि। आज बिछा राशि व्यक्तिंकर भाग्य संख्या रहिछि 3, भाग्य रंग रहुछि बाइगणी एवं भाग्य आपणको आज जहा कि 25% साथ दउछंती। एबे चलंतु जानिबा धनु राशि व्यक्तिंक विषय। धनु राशि व्यक्ति आज दिनटी आपणक पई सफलतार दिन होई पारे, जहा कि आपणक भाग्य ग्रह पूर्ण शुभ जुग बनउछि। आज धनु राशि एकादश स्थान रे आपणकर चंद्र अवस्थापन करुथिबारु ग्रह माने आपणको अनेक क्षेत्र रे लाभयुक्त करि पारंती। मानसिक स्तर आपण बहुत सुस्थ एवं स्ट्रांग रहिबे। किंतु जो माने जमी जमा कार्य रे जड़ित सेमाने आज कौनसी गुरुत्वपूर्ण निष्पत्ति नियंतु नाही। तेबे अन्य माने आज निश्चित गुरुत्वपूर्ण निष्पत्ति नबा पई निश्चित आपणकर भाग्य पूर्ण शुभयुग स्थिति रे रहुची। आज धनु राशि व्यक्ति आपणक कर्म क्षेत्र निश्चित सफलता जुग रहुची। उत्तम
ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭଯୁଗ ସ୍ଥିତି ବନଉଥିବାରୁ କର୍ମକ୍ଷେତ୍ରରେ ନିଶ୍ଚିତ ସଫଳତା ହାସଲ କରିବେ। ତତ୍ସହିତ ଆପଣ ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ରହିଛନ୍ତି ଆପଣଙ୍କର ପ୍ରତିଭା ପରିପ୍ରକାଶ କରିବ, ଯାହାକି ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ନିଶ୍ଚିତ ସନ୍ତୁଷ୍ଟ ହେବେ ଏବଂ ପ୍ରଶଂସା କରିବାର ପୂର୍ଣ୍ଣ ଶୁଭଯୋଗ ରହୁଛି। ତେବେ ଆଜି ଧନୁରାଶି ବ୍ୟକ୍ତିଙ୍କର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଭା ଏବଂ ଦବଦବା ସମାଜ ଆଗରେ ପରିପ୍ରକାଶ କରିବ। ଆଜି ଧନୁରାଶି ବ୍ୟକ୍ତି ଯେଉଁମାନେ ଶିକ୍ଷାର୍ଥୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ତମ ଦିନ ବନେଇ ପାରେ। ତତ୍ସହିତ ଆଜି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ସେମାନଙ୍କ ପାଇଁ ଆଜି ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହାକି ଆଜି ଭଲ ବାର୍ତ୍ତାଳାପ କରିବାର ଉତ୍ତମ ଯୁଗ ବନଉଛି ଧନୁରାଶି ବ୍ୟକ୍ତିଙ୍କର। ଆଜି ଧନୁରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମ୍ପର୍କ ଭଲ ରହିବ, ଯାହାକି ସମସ୍ତ ପରିବାର ବର୍ଗଙ୍କ ସହିତ ହସ ଖୁସି ଦିନ କଟିବାର ସୁଯୋଗ ରହୁଛି। ବେପାର ବାଣିଜ୍ୟରେ ଜଡ଼ିତ ଯେଉଁମାନେ ଅର୍ଥଜନିତ କାରବାରରେ ସେମାନଙ୍କୁ ଆଜି ବିଶେଷ ଭଲ ଲାଭ ନ ଦେଇପାରେ, ଅନେକ କ୍ଷେତ୍ରରେ ଆପଣଙ୍କୁ କ୍ଷତି ହେବାର ଚାନ୍ସ ରହୁଛି। ଏହା ପ୍ରତି ସଚେତନ ରୁହନ୍ତୁ। ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢ଼ିପାରେ। ଆଜି ଧନୁରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ସୁନେଲି କଲର ଏବଂ ଭାଗ୍ୟ ଆପଣଙ୍କୁ ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଯୁଗ ବନଉଛି, ଯାହାକି ଆପଣଙ୍କର 10ମ ସ୍ଥାନରେ ରହିଛନ୍ତି ଚନ୍ଦ୍ର। ଅନେକ କ୍ଷେତ୍ରରେ ଆପଣଙ୍କର ମହାସୁଖ ପ୍ରାପ୍ତି କରିବାର ଯୁଗ ରହୁଛି ଏବଂ ବହୁତ କାର୍ଯ୍ୟରେ ଆପଣ ସନ୍ତୁଷ୍ଟ ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ଆପଣ ନିଶ୍ଚିତ ଭାଗ୍ୟ ସାଥ ଦେବ। ବିଶେଷ କରି ଚାକିରି ସମ୍ବନ୍ଧରେ ମକର ରାଶି ବ୍ୟକ୍ତିଙ୍କର ପୂର୍ଣ୍ଣ ଶୁଭ ଯୁଗ ବନଉଥିବାରୁ ଦିନଟି ଅତି ଆନନ୍ଦ ସହିତ ନିଶ୍ଚିତ ନିଜର କାର୍ଯ୍ୟ ଶୁଭ ଯୁଗ ସ୍ଥିତିରେ ବନେଇବେ ଏବଂ କାର୍ଯ୍ୟଶୈଳୀ ଦେଖି ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ନିଶ୍ଚିତ ସନ୍ତୁଷ୍ଟତା ଅନୁଭବ କରିପାରନ୍ତି। ମକର ରାଶି ବ୍ୟକ୍ତି ଆଜି ମକର ରାଶି ବ୍ୟକ୍ତି ରାଜନୈତିକ ସହିତ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଭା ନିଶ୍ଚିତ ପରିପ୍ରକାଶ କରିବ। ଆଜି ମକର ରାଶି ବ୍ୟକ୍ତି ଶିକ୍ଷାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ବନଉଛି। ତତ୍ସହିତ ମକର ରାଶି ବ୍ୟକ୍ତିଙ୍କର ଆଜି ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ନିରାଶ ହେବାକୁ ପଡ଼ିବ। ନିଜ ଭିତରେ ସମ୍ପର୍କ ଆଜି ଅନେକ କ୍ଷେତ୍ରରେ ଖରାପ ଯୁଗ ରହୁଛି। ତେଣୁ ମକର ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ, କାରଣ ଆଜି ମଙ୍ଗଳ ରହୁଛି ଆପଣଙ୍କର 7ମ ସ୍ଥାନରେ, ଯାହାକି ପ୍ରେମଜନିତ କ୍ଷେତ୍ରରେ ବିରୁଦ୍ଧାଭାସ ଆସିବ ଏବଂ ପାରିବାରିକ ସମ୍ପର୍କ ବିଶେଷ କରି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଝଗଡ଼ା ହେବାର ଅନେକ ଚାନ୍ସ ରହୁଛି। ତେଣୁ ମକର ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଚିନ୍ତା ଯାହାକି ଆପଣଙ୍କର ବଢ଼ିପାରେ। ପୂର୍ବରୁ ଯଦି କାହାର ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଅଧିକ ବଢ଼ି ଦେଇପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ଭାଗ୍ୟ ସଂଖ୍ୟା ରହିଛି ଯାହାକି 8, ଭାଗ୍ୟ ରଙ୍ଗ ରହୁଛି ଗାଢ଼ ନୀଳ ଏବଂ ଭାଗ୍ୟ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଆଜି ନିମ୍ନଗାମୀ ରହୁଥିବାରୁ ଅନେକ କ୍ଷେତ୍ରରେ ଆପଣ ମାନସିକ ଚାପ ରହିବ। କୌଣସି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବା ଭାରି କଷ୍ଟକର, ଯାହା ନୈରାଶ୍ୟପଣ ଆପଣଙ୍କ ଭିତରେ ଦେଖାଦେବ। ତେଣୁ କୁମ୍ଭ ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ ଏବଂ ସର୍ବଦା ଶାନ୍ତି ଏବଂ ଆରାମ ରହିବା ପାଇଁ ରାସ୍ତା ଖୋଜନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ ଏବଂ ନିଶ୍ଚିତ ନିଜ କାର୍ଯ୍ୟର ସଫଳତା ବନେଇବା ପାଇଁ କୌଣସି ଆଧ୍ୟାତ୍ମିକ କାର୍ଯ୍ୟରେ ଜଡ଼ିତ ରୁହନ୍ତୁ କିମ୍ବା କିଛି ନୂତନ ପୁସ୍ତକ ଯାହାକି ପ୍ରେରଣାଦାୟକ ପୁସ୍ତକ ପଢ଼ନ୍ତୁ କୁମ୍ଭ ରାଶି ବ୍ୟକ୍ତି ନିଜର ମନକୁ ସ୍ଥିର ରଖିବା ପାଇଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର କର୍ମକ୍ଷେତ୍ରରେ ତ ବାଧାବିଘ୍ନ ଆସୁଛି, କିନ୍ତୁ ଯୁକ୍ତିତର୍କ ଯଦି କାହା ସହିତ ଲାଗୁଛି ଆପଣ ନିଶ୍ଚିତ ବିଜୟ ହେବେ। କିନ୍ତୁ ଆପଣ କୌଣସି କର୍ମକ୍ଷେତ୍ରରେ ବା ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ ଦବଦବା ଆପଣଙ୍କର କମିବ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ପ୍ରିୟ ବ୍ୟକ୍ତିଙ୍କ ସହିତ ଆଜି ଆପଣଙ୍କର କଳହ ସୃଷ୍ଟି ହୋଇପାରେ
ପ୍ରେମ ଜନିତ କ୍ଷେତ୍ରରେ ଆପଣଙ୍କର ଇଗୋ ବା ଆପଣଙ୍କର ରାଗ ଯୋଗୁଁ ନିଜର ସମ୍ପର୍କ ଖରାପ ହେବାର ଅନେକ ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ପାରିବାରିକ ସମ୍ପର୍କ ଭଲ ସ୍ଥିତିର ନ ରହିବ, ତେଣୁ ଭଲ ସ୍ଥିତି ପାଇଁ ଆପଣ ଟିକେ ଶାନ୍ତ ରୁହନ୍ତୁ ଏବଂ ସଦାବେଳେ କେମିତି ସମ୍ପର୍କ ଭଲ ରହିବ ସେଥିପ୍ରତି ସଚେତନ ରୁହନ୍ତୁ। ଆଜି କୁମ୍ଭ ରାଶି ବ୍ୟକ୍ତି ବିଶେଷ କରି ଶିକ୍ଷାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇନପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ଅର୍ଥନୈତିକ କାରବାରରେ ଆପଣ ନିଶ୍ଚିତ ସଫଳତା ଆଡ଼କୁ ଅଗ୍ରଗତି କରିବେ। ନିଜର ପ୍ରତିଭା ଏବଂ କଠିନ ପରିଶ୍ରମ ଯୋଗୁଁ ଆପଣ ନିଶ୍ଚିତ ଏକ ରୋଜଗାର ବା ଭଲ ଅର୍ଥ ଇନକମ୍ କରିବାର ପ୍ରତିଭା ପରିପ୍ରକାଶ କରିପାରେ। ତତ୍ସହିତ କୁମ୍ଭ ରାଶି ବ୍ୟକ୍ତି ଯେଉଁମାନେ ବେପାର ବାଣିଜ୍ୟରେ ଜଡ଼ିତ ନିଶ୍ଚିତ ଆଜି ସଫଳତା ହେବେ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ରହିବ ନାହିଁ। ନିଶ୍ଚିତ ଆପଣ ସ୍ୱାସ୍ଥ୍ୟକୁ ଠିକ କରିବା ପାଇଁ ସଦାବେଳେ ଚେଷ୍ଟିତ ରହିପାରନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 6, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ଏବଂ ଭାଗ୍ୟ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଥିବାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ମୀନ ରାଶି ବ୍ୟକ୍ତି ଯେତେ ଦୂରତା ଅବଲମ୍ବନ କରିବେ ତାହା ଆପଣଙ୍କ ପାଇଁ ଭଲ ହେବ। କର୍ମକ୍ଷେତ୍ରରେ ଅନେକ ବାଧାବିଘ୍ନ ଆସିବ ଏବଂ ନୈରାଶ୍ୟ ମାନସିକ ସ୍ତରରେ ଆପଣ ଦୁର୍ବଳ ରହିପାରିବେ। ମୀନ ରାଶି ବ୍ୟକ୍ତି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣାପଡ଼ୁଛି, ଯାହା ଆପଣଙ୍କୁ ନୈରାଶ୍ୟ ସହିତ ନିଜର କାର୍ଯ୍ୟ ଭୁଲ ହେବାର ଅନେକ ଚାନ୍ସ ରହୁଛି। ତେଣୁ କର୍ମକ୍ଷେତ୍ରରେ ନିଶ୍ଚିତ ସଚେତନ ରୁହନ୍ତୁ ମୀନ ରାଶି ବ୍ୟକ୍ତି। ଆଜି ଚାକିରି ସମ୍ବନ୍ଧରେ ଆପଣ ଯଦି ଜଡ଼ିତ ଥିବେ ମୀନ ରାଶି ବ୍ୟକ୍ତି ଆପଣ ଅନେକ ବାଧାବିଘ୍ନ ଏବଂ ଚ୍ୟାଲେଞ୍ଜ ଆସିବ ଯାହାକୁ ସାମ୍ନା କରିବା ଭାରି କଷ୍ଟକର। ଆଜି ମୀନ ରାଶି ବ୍ୟକ୍ତି ସାମାଜିକ ରାଜନୈତିକ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ଦୂରତା ଅବଲମ୍ବନ କରନ୍ତୁ। ତତ୍ସହିତ ଶିକ୍ଷାର୍ଥୀ ମାନଙ୍କ ପାଇଁ ଆଜି ଉତ୍ତମ ଦିନ ହୋଇନପାରେ। ତତ୍ସହିତ ମୀନ ରାଶି ବ୍ୟକ୍ତି ଯେଉଁମାନେ ପ୍ରେମ ସମ୍ବନ୍ଧରେ ଜଡ଼ିତ ତାଙ୍କ ପାଇଁ ଆଜି ଜଟିଳତା ନିଜ ଭିତରେ ସମ୍ପର୍କ ଖରାପ ହେବାର ଅନେକ ଚାନ୍ସ ରହୁଛି ଯାହାକି ଆଜି କଳହ ଯୁଗ ବନେଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରହିବା ସହିତ ପାରିବାରିକ ସମ୍ପର୍କକୁ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। କାହିଁକି ନା ଆଜି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଥିବାରୁ ପରିବାର ସମ୍ପର୍କ ଅନେକ କ୍ଷେତ୍ରରେ ଯାହାକି କଳହ ସୃଷ୍ଟି ସହିତ ନିଜ ଭିତରେ ଯୁକ୍ତିତର୍କ ଏବଂ ଅନେକ ସମସ୍ୟା ଆପଣଙ୍କୁ ଯାହାକି ସାମ୍ନା କରିବା ଭାରି କଷ୍ଟକର ଯୁଗ ରହୁଛି। ତେଣୁ କେତେକ କ୍ଷେତ୍ରରେ ମୀନ ରାଶି ବ୍ୟକ୍ତି ନିଶ୍ଚିତ ଚୁପ୍ ରହିଲେ ସମସ୍ତ ବାଧାବିଘ୍ନର ସମାଧାନ ହୋଇଯିବ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଅର୍ଥନୈତିକ କାରବାରରେ ଆପଣ ଟିକେ ସାବଧାନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। କୌଣସି ଅର୍ଥଜନିତ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯେଉଁମାନେ ବେପାର ବାଣିଜ୍ୟରେ ଜଡ଼ିତ ଅଛନ୍ତି ଆପଣ ଟିକେ ସାବଧାନ ରୁହନ୍ତୁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବଢି ଯାଇପାରେ। ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ଯାହାକି ମିଶ୍ରିତ ଧଳା ରଙ୍ଗ ବା କଳା ଧଳା ମିଶ୍ରିତ ଆପଣ ୟୁଜ୍ କରିପାରିବେ। ଆଜି ଆପଣଙ୍କର ଭାଗ୍ୟ ଯାହାକି 25% ସାଥ ଦଉଛନ୍ତି। ଓଁ ବିଷ୍ଣବେ ନମଃ। ନମସ୍କାର।